ସୁଭଦ୍ରା ଯୋଜନା ନେଇ ଆସିଗଲା ଏକ ବଡ଼ ଅପଡେଟ୍। ଯଦି ଘରେ ଗାଡ଼ି ଅଛି, ଆପଣ ଆଇଟି ରିଟର୍ଣ୍ଣ ଭରିଛନ୍ତି, ତେବେ ସତର୍କ ହୁଅନ୍ତୁ। ଏହି ଭିଡ଼ିଓରେ ଆପଣ ପାଇବେ ସମସ୍ତ ନୂଆ ସୂଚନା। ଖବରଟି ଜାଣିବା ପୂର୍ବରୁ ଭିଡ଼ିଓକୁ ମାତ୍ର 20ଟି ଲାଇକ୍ କରିବା ସହ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଅନ୍ କରନ୍ତୁ, ଯାହାଦ୍ୱାରା ସର୍ବଦା ଏହିଭଳି ଲାଟେଷ୍ଟ ଖବର ଆପଣଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚିବ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ସୁଭଦ୍ରା ପୋର୍ଟାଲ ଅଗଷ୍ଟ 9 ପରେ ପୁଣି ଖୋଲିବ। ଏଥିରେ ଯେଉଁ ହିତାଧିକାରୀ ବାଦ୍ ପଡ଼ିଥିଲେ ସେମାନଙ୍କ ପାଇଁ ନୂଆ ସର୍ଭେ ହେବ। 21 ବର୍ଷ ହୋଇଥିବା ଯୁବତୀ ମହିଳା ଏବଂ ଆବେଦନ କରିପାରିବେ। ତେଣୁ ଯଦି ଆପଣ ବଞ୍ଚିଗଲେ ଆଉ ଯୋଗ୍ୟ ଅଛନ୍ତି, ଆବଶ୍ୟକ ତଥ୍ୟ ସହିତ ପୁଣି ଆବେଦନ କରନ୍ତୁ। କିଛି ମହିଳାଙ୍କ ମାମଲାରେ ପ୍ରଥମ କିସ୍ତି ପରେ ଜଣାପଡ଼ିଛି ସେମାନେ ଘରେ ଗାଡ଼ି ରଖିଛନ୍ତି କିମ୍ବା ଆଇଟି ରିଟର୍ଣ୍ଣ ଭରିଛନ୍ତି। ଏମାନେ ଆଗକୁ ସୁଭଦ୍ରା ଟଙ୍କା ପାଇବେନି। ଏପର୍ଯ୍ୟନ୍ତ 2ଟି କିସ୍ତିରେ ମୋଟ 10,000 ଟଙ୍କା ପାଇଛନ୍ତି 1 କୋଟିରୁ ଅଧିକ ମହିଳା। ଏହି ଅଗଷ୍ଟ 9ରେ ତୃତୀୟ କିସ୍ତି ଆସିବ ଖାତାକୁ। ଟଙ୍କା ପହଞ୍ଚାଇବ ଆଉ ଅଧିକ ହିତାଧିକାରୀଙ୍କୁ। ଏଥିସହ 60 ବର୍ଷ ବୟସ ଥିବା 93,000 ମହିଳା ଏସ୍ଏସ୍ପିଡି ମାଧ୍ୟମରେ ଭତ୍ତା ପାଇଁ ବିବେଚିତ ହେଉଛନ୍ତି। ଏହା ଏକ ଦିଗରେ ବୃଦ୍ଧମାନଙ୍କ ପାଇଁ ଅଲଗା ସହାୟତା। କିଏ ଟଙ୍କା ପାଇବେ ଆଉ କିଏ ନୁହେଁ ଜାଣି ରଖନ୍ତୁ। ଯେଉଁମାନେ ଘରେ ଗାଡ଼ି ନାହିଁ, ଆଇଟି ରିଟର୍ଣ୍ଣ ଭରି ନାହାନ୍ତି, ଯେଉଁମାନେ ବୈଧ ମାନଦଣ୍ଡ ପୂରଣ କରୁଛନ୍ତି, ନୂଆ ସର୍ଭେ ଅନୁଯାୟୀ ନାମ ଥିବା, ଯେଉଁମାନେ ଘରେ ଗାଡ଼ି ଅଛି, ବ୍ୟବସାୟ ଚଲାନ୍ତି ଆଉ ଆଇଟି ରିଟର୍ଣ୍ଣ ଭରିଛନ୍ତି, ସେମାନଙ୍କ ପାଇଁ ଟଙ୍କା ବନ୍ଦ ହୋଇପାରେ। ଏହି ଭିଡ଼ିଓ ଦ୍ୱାରା ଆପଣ ସୁଭଦ୍ରା ଯୋଜନାରେ ଯୋଗ୍ୟତା ଓ ନୂଆ ଅପଡେଟ୍ ବିଷୟରେ ସଠିକ୍ ତଥ୍ୟ ଜାଣିପାରିଛନ୍ତି। ଭିଡ଼ିଓକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଓ ସବସ୍କ୍ରାଇବ୍ କରନ୍ତୁ। ଏହିପରି ଅନ୍ୟାନ୍ୟ ସରକାରୀ ଯୋଜନା ଅପଡେଟ୍ ପାଇଁ ବେଲ୍ ଆଇକନ୍ଟି ଦବାନ୍ତୁ, ଯେଉଁଥିରେ ଆପଣ ପାଇବେ ନୂଆ ଭିଡ଼ିଓର ନୋଟିଫିକେସନ୍। ଆପଣଙ୍କ ପ୍ରଶ୍ନ ଥିଲେ କମେଣ୍ଟ କରନ୍ତୁ, ଆମେ ଉତ୍ତର ଦେବାକୁ ପ୍ରସ୍ତୁତ।